ଛୁଆ ଭଲ କଥା ମନେ ରଖ। ଆଜି ଆଲୋଚନା କରିବା ଆଗକୁ ଭକ୍ତ ମିଳି। ଆମେ ତମ ପ୍ରଥମରୁ କହିଛୁ ଦୁଇ ପ୍ରକାର ଭକ୍ତ ଅଛନ୍ତି। କିଛି ନିଷ୍କାମବାଦୀ ଭକ୍ତ, କିଛି କାମନାବାଦୀ ଭକ୍ତ। କିଛି ମୃତ୍ୟୁକୁ ଭୟ କରି କ'ଣ ହୁଅନ୍ତି? ଭକ୍ତ ହୋଇଯାଆନ୍ତି। କିନ୍ତୁ ଅନ୍ତର ଭିତରେ ଗର୍ବ ଥାଏ, ହିଂସାବାଦ ଥିବ, କିନ୍ତୁ ଉପର ଦେଖିଲା ବେଳକୁ ଭକ୍ତର ପରିଚୟ ଦେଉଥିବେ। ବୁଝିହେଉଛି ନା? ଚିତା ଚୈତନ କାଟୁଥିବେ, ଜ୍ଞାନ ଭକାଣ କରୁଥିବେ, ପଣ୍ଡିତଗିରି କରୁଥିବେ, କିନ୍ତୁ ଭିତର ହେଉଛି କ'ଣ? ବିଶ୍ୱକୁମ୍ଭଂ ପ୍ରୟମୁଖମ୍। ଆଉ କିଛି ଭକ୍ତ ଥିବେ ନିଷ୍କାମବାଦୀ ଭକ୍ତ। ବୁଝିହେଉଛି? କିଛି କାମନା ବାସନା ତାଙ୍କ ପାଖେ ନଥିବ। କାରଣ ମହାପୁରୁଷ ଅଚ୍ୟୁତଙ୍କର ଗୋଟେ ବାଣୀ ଥିଲା। ଅଚ୍ୟୁତାନଙ୍କର କହିଛନ୍ତି, ହେ ପ୍ରଭୁ, ମୁଁ ଜ୍ଞାନୀ ହେବାକୁ ଚାହୁଁନି, ମୋର ରାଜପଣ ଦରକାର ନାହିଁ। ବୁଝିହେଉଛି? ମୁଁ ହୀନ ଠାରୁ ହୀନ ହେଇକି ରହିବି, କିନ୍ତୁ ସଦା ସର୍ବଦା ତୋ ନାମ ମୋ ମୁଖରେ ଥାଉ। କିନ୍ତୁ ବର୍ତ୍ତମାନ ତାର ବିପରୀତ ସବୁ। ସେଥିପାଇଁ ମହାପୁରୁଷ ଗୋଟେ ପ୍ରକଟ ଲୀଳା କରିଛନ୍ତି, ଗୋଟେ ଗୁପ୍ତ ଲୀଳା କରିଛନ୍ତି। ପ୍ରକଟ ଲୀଳା କ'ଣ ନା ଗୁପ୍ତ ଲୀଳା କ'ଣ ନା ମାଳିକା ଶାସ୍ତ୍ରକୁ ପଢ଼ି, ମାଳିକା ଶାସ୍ତ୍ରକୁ ପଢ଼ିକି ଅନେକ ବ୍ୟକ୍ତି ଅନେକ କର୍ମ କରିବେ। ଆଉ କିଛି ବାହାରିବେ କ'ଣ? ତାଙ୍କର ମାଳିକା କିଛି ଦରକାର ନାହିଁ। ସେ ପ୍ରଭୁଙ୍କର ଆଜ୍ଞା ବହନ କରି ସିଏ ତାଙ୍କ କର୍ମ କରିବେ। ପ୍ରଭୁଙ୍କ ଆଜ୍ଞା ବହନ କରି ଯେଉଁମାନେ କର୍ମ କରିବେ, ସେ ଲୁକାୟିତ ଲୁଚିକି ରହିବେ, ଲୋକ ଲୁଚିକୁ ଆସିବେ। ଆଉ ଯେଉଁମାନେ ମାଳିକା ଶାସ୍ତ୍ରକୁ ଅଧ୍ୟୟନ କରି ପରିପ୍ରକାଶ କରିବେ ନିଜର ଗାରିମା ପାଇଁ, କ'ଣ ନା ମାଳିକାରେ ଥିଲା ଅମୁକ ଲେଖା, ଏଇ ଜାଗାରେ ଯଜ୍ଞ ଆମ ଯଜ୍ଞ, ଇଏ ଅମୁକ ଜାଗାରେ ଠାକୁର ଥିଲେ ଅଭିଷେକ ହେବାକୁ, ଆମେ ଅଭିଷେକ କରୁଛୁ। ଏମିତି ଦୁଇଟି ମତବାଦ, ଗୋଟେ ହେଲା ପ୍ରକଟ ଲୀଳା, ଗୋଟେ ହେଉଛି ଗୁପ୍ତ ଲୀଳା। ତମମାନଙ୍କୁ ଆମେ ଆଗରୁ କହିଛୁ, ପ୍ରକଟ ଲୀଳା ଚିରସ୍ଥାୟୀ ନୁହଁ, ଗୁପ୍ତ ଲୀଳା ଚିରସ୍ଥାୟୀ। ମହାପୁରୁଷ କହୁଛନ୍ତି ଭକ୍ତ ମେଳି ଦୁଇଥର ହବ। ଅଙ୍କ ଲେଖିଛନ୍ତି ଠିକ, କିନ୍ତୁ ମେଳି ଲେଖିଛନ୍ତି ଦୁଇ। କ'ଣ ଲେଖିଲେ? କହୁଛନ୍ତି 16 ଅଙ୍କରେ ଭକ୍ତ ମେଳି ହବ, ଫେର କହୁଛନ୍ତି 16 ଅଙ୍କରେ ଭକ୍ତ ମେଳି ହବ। ଦିଟା ଭାବ ଲେଖୁଛନ୍ତି। ସେ ତ ଗୋଟିଏ ଭାବ ଲେଖିବା କଥା, ଦିଟା କାହିଁ ଲେଖିଲେ? କ'ଣ ପାଇଁ ଲେଖିଲେ? ଲେଖିବାର କାରଣ କ'ଣ? ସ୍ଥୂଳବାଦୀ ଲୋକ ଅଛି, ଯିଏ ସ୍ଥୂଳବାଦ ଭକ୍ତ, ସେ ସ୍ଥୂଳରେ ଭାସିଯିବେ। ଯିଏ ଶେଉଳ ମାଛ ବୁଢ଼ା ଭକ୍ତ, ସେ ତାଙ୍କର ଉତ୍ସାହିତ ହେଇକି ରହେ। ତେଣୁ ମହାପୁରୁଷ ଆଗରୁ ବହୁ ସାବଧାନ କରିଦେଇଛନ୍ତି। ସେ ଜାଣିଥିଲେ କଳିଯୁଗର ଶେଷ ସମୟରେ ଲୋକମାନେ କେତେ ଭୟଙ୍କର ହେବେ। ସେଥିପାଇଁ କହିଛନ୍ତି ମୋର କୋଠା ଧନ ମୁକୁଳା ପଡ଼ିବ। କହିଲେ ସମସ୍ତେ କ'ଣ କରିବେ? ମାଳିକା ଶାସ୍ତ୍ରକୁ ଅଧ୍ୟୟନ କରିକି ସବୁ ଠାକୁର ଟାଟା ହେଇଯିବେ। କ'ଣ ହେଇଯିବେ? ନା ପ୍ରଭୁ ହେଇଯିବେ। ଆଉ ଅନେକ ଭାଗ୍ୟ କହିବେ ଆମ ନାଁଟା ଅଙ୍କ ଦେଖା ନେଇଛି, ଆମେ ପରମ ଭକ୍ତ। ଆଉ ଏତିକି ତ ମନ ରଖିଥା, ପ୍ରଭୁ ସଦା ସର୍ବଦା ସତ୍ୟ ଏବଂ ସିଏ ନିଜେ ଜାତି ସୁମର ଥିବେ। ଏଇଟା ଆମେ ଭଲ ଭାବରେ ଜାଣିଛୁ। ସେ ବିଷୟ ପୂର୍ବ ଟପିକ ଆଲୋଚନା କରିବା। ବର୍ତ୍ତମାନ ଆଲୋଚନା କରିବା ଭକ୍ତ ମେଳି। ଭକ୍ତ ମେଳି ଉପରେ ମହାପୁରୁଷ କ'ଣ କହୁଛନ୍ତି? କହିଛି ଦୁଇ ପ୍ରକାର ଭକ୍ତ, ଗୋଟାଏ ଅଙ୍କ ଲେଖିଛନ୍ତି, କିନ୍ତୁ ଦୁଇଟା ଭକ୍ତ ମେଳି ଲେଖିଛନ୍ତି। ସେ କ'ଣ? ମହାପୁରୁଷ ଲେଖିଲେ
ଟିଆ ଯାଏ ଟାକି ଥିବଟି ଭକ୍ତ ହୋଇବେ ମେଳ ଠାବ ନ ପଡ଼ିବେ କେହିଟି ଠିକ ବଚନ ମୋର। ଟିଆ ବୋଲନ୍ତି କେତେ? ଆଗରୁ କହିଛି 16 ଅଙ୍କ। କହିଲେ 16 ଅଙ୍କକୁ ଟାକିଥିବ ଭକ୍ତ ମେଳି ହେବେ, ଠାବ ନ ପଡ଼ିବେ କେହିଟି ଠିକ ବଚନ ମୋର। କିନ୍ତୁ ଭକ୍ତ ମେଳି ହେବେ ସତ, କିନ୍ତୁ କେହି ଠାବ ପଡ଼ିବେ ନାହିଁ। ଭକ୍ତ ତ ଫେରେ ମେଳି ହେବେ, ଠାବ କାହିଁ ପଡ଼ିବେନି? କାହିଁକି କଥା ମହାପୁରୁଷ କହିଲେ? ତାହେଲେ ସେ କେମିତିଆ ଭକ୍ତ? ନା କାମନା ବାସନା ଭକତ ସବୁ ମେଳି ହୋଇବେ, ଯୋଗିନୀ ଖପରେ ନିଶ୍ଚୟ ସେହି ନାଶଟି ଯିବେ। କାମନା ବାସନା ଭକତ ସବୁ ମେଳି ହୋଇବେ। କେତେ? ନା ଟିଆ ଅଙ୍କରେ। କହିଲେ 16 ଅଙ୍କରେ କାମନା ବାସନା ଭକ୍ତ ମାନେ ସବୁ ମେଳି ହେବେ ହେଲା। ଏମାନେ କଣ ହେବେ? ନା ଯୋଗିନୀ ଖପରେ ନିଶ୍ଚୟ ସେଇ ନାଶଟି ଯିବେ। ଏମାନଙ୍କର ଯୋଗିନୀ ଖପରେ ଏମାନେ ନାଶ ଯିବେ। କାରଣ କଣ? ଇଏ କାମନାବାଦୀ ଏବଂ ବାସନାବାଦୀ, ନିଷ୍କାମବାଦୀ ଭକ୍ତି ମାନେ ହିଁ ଥିବେ। କହିଲେ ଇଏ 16 ଅଙ୍କରେ କଣ ହେବେ? ଏଇ ଭକ୍ତ ମାନେ କଣ ହେବେ? ମେଳି ହେବେ। ତାହେଲେ କୋଉ 16 ଅଙ୍କ? ନା ମାର କଣ୍ଡ ଅଙ୍କେ ଘଟିବ ବାଣୀ ମିଥ୍ୟା ନୁହଁ ଭକତେ ଗୁପତେ ଥିବେଟି ବେଳ କାଳକୁ ଚାହିଁ। କହିଲେ ମାରକଣ୍ଡଙ୍କର ଯେତେବେଳେ 16 ଅଙ୍କ ହେବ, ସେ ସମୟରେ କାମନା ବାସନା ଭକ୍ତ ସବୁ ମିଳିଯିବେ ହେଲା। ଏମାନେ ଚିରସ୍ଥାୟୀ ନୁହଁ, ଏ ମାୟା ବେକଧାରୀ ବୋଲି ମହାପୁରୁଷ କହନ୍ତି। କିନ୍ତୁ ସେ ସମୟରେ କଣ ଯିବେ? ଭକତେ ଗୁପତେ ଥିବେଟି ବେଳ କାଳକୁ ଚାହିଁ। ଯିଏ ପ୍ରକୃତ ଭକ୍ତ, ଭକ୍ତ ଭଗବାନଙ୍କର ଯୋଉ ନିବିଡ଼ ସମ୍ପର୍କ, ଯୋଉ ଲାବଣ୍ୟ ଭାବ, ସେ ଯୋଉ କଥା ମୁଖରେ ବର୍ଣ୍ଣନା କରି ହୁଏ ନା, ସେ ଯୋଉ ଭକ୍ତ ମାନେ ସେ ସମୟକୁ ଅପେକ୍ଷା କରିକି ରହିଥିବେ। କାହିଁକି? ନା ଦୁଷ୍ଟ ଲୋକକୁ ମୁଁ ଡରଇ ପିଟି ଯାତନା ଦେଇ ନିରକ୍ଷୀ ହୋଇ ପଡ଼ିଥିବ ବସାକର। ମହାପୁରୁଷ ଯେତେବେଳେ ନେମାଳ ବଟରେ ରହିଲେ, ସେ ସମୟରେ ଶାସ୍ତ୍ର ରଚନା କଲେ, ସେ ସମୟରେ ମଧ୍ୟ ଦୁଷ୍ଟ ଲୋକ ଥିଲେ। ଆଉ ଆଗକୁ ତାହେଲେ ଅଧିକା ଦୁଷ୍ଟ ହେବେ ନା କମିଯିବେ? ସେ କଣ ଏତେ ବୋକା ଥିଲେ? ସେଥିପାଇଁ ଚାବିଟି ସେ କଣ ନିଜ ହାତରେ ସିଏ ରଖିଛନ୍ତି। କହିଲେ ଗୁପତେ ଭକତେ ଗୁପତେ ଥିବେଟି ବେଳ କାଳକୁ ଚାହିଁ। ଯେ ପ୍ରକୃତ ଭକ୍ତ, ସେମାନେ କଣ ହେଇଥିବେ? ସମୟକୁ ଅପେକ୍ଷା କରିଥିବେ। କଣ ସେ ସମୟ? ନା ପ୍ରଭୁ ଉଦୟ ହୋଇଲେ ମେଳି ହୋଇବେ ବୀର। ଯେପର୍ଯ୍ୟନ୍ତ ପ୍ରଭୁଙ୍କର ପରିପ୍ରକାଶ ନ ହୋଇଛି, ସେ ପର୍ଯ୍ୟନ୍ତ ସେ ଭକ୍ତ କଣ ହେଇଯିବେ? ପରିପ୍ରକାଶ ହେବେ ନାହିଁ। ସେମାନେ ଗୁପ୍ତରେ ଥିବେ। ପୁନର୍ବାର ମୁଁ କହୁଛି ମନେ ରଖିଥାଅ, ଆଗ ସଂହାର ଲୀଳା, ତାପରେ ପ୍ରକାଶ ଲୀଳା। ଯାବତ ସଂହାର ଲୀଳା ନ ହେଇଛି, ପ୍ରଭୁ ପରିପ୍ରକାଶ ହେବେ ନାହିଁ। କାରଣ କଳିଯୁଗ ଲୋକ ମହାଭୟଙ୍କର। ତେଣୁ ଯେତେବେଳେ ପ୍ରଭୁ ପ୍ରକାଶ ହେବେ, ସେଇ ସମୟରେ ସେ ନିତ୍ୟ ଭକ୍ତ ମାନେ କଣ ହେବେ? ପରିପ୍ରକାଶ ହେବେ। କାରଣ ସେ ଅପେକ୍ଷା କରିକି ରଖିଥିବେ। ସେ କେବେ ପରିପ୍ରକାଶ ହେବେ? ନା 3-13 ମଧ୍ୟ ଭକତ ପ୍ରଭୁ ମେଳି ବିଚାର। କହିଲେ 3-13 ବୋଲନ୍ତେ 16। କହିଲେ 16 ଅଙ୍କରେ ପ୍ରଭୁ ଆଉ ଭକ୍ତ ଇଏ ମେଳି ହେବେ। ଇଏ କୋଉ 16 ଅଙ୍କ, ସିଏ କୋଉ 16 ଅଙ୍କ? ମନେ ରଖ ଛୁଆ, ଗୋଟେ ହେଲା ମାରକଣ୍ଡଙ୍କ 16 ଅଙ୍କ, ଆଉ ଗୋଟେ ହଉଛି ମୁକୁନ୍ଦ ଦେବଙ୍କ 16 ଅଙ୍କ ହେଲା। ତମେ କହିବ ଶୁଣୁଛ ତ ନାଗେ ନାହିଁ, ଫେରେ କେମିତି ହବ? ନା ନା ନା, ଇଏ ଶୂନ୍ୟ ଅଙ୍କ କଥା କହିନାହାନ୍ତି, ଏ ତାଙ୍କ ରାଜୁତି ଉପରେ ସିଏ ଲେଖିଛନ୍ତି। ମୁକୁନ୍ଦ ଦେବ ଯେବେ ରଜା ହେବେ, ସେଇଠୁ 16 ବର୍ଷ ଯେତେବେଳେ ହବ, ସେଇ ସମୟରେ କଣ ହେବେ? ପ୍ରଭୁ ଉଦୟ ହେବେ। ପ୍ରଭୁ ଆଉ ଭକ୍ତଙ୍କର ମେଳି ସେତେବେଳେ ହବ। କିନ୍ତୁ ମାରକଣ୍ଡ 16 ଅଙ୍କରେ କାମନା ବାସନା ଭକ୍ତ ମେଳି ହେବେ ବୋଲି ମହାପୁରୁଷ ତାଙ୍କର ଶାସ୍ତ୍ର ନାଁଟା ଜାଣିଶୁଣି କହୁନି ହେଲା।
ଆମ ଶାସ୍ତ୍ରରେ ଭକ୍ତମାନଙ୍କୁ ବା ନିତ୍ୟ ଭକ୍ତମାନଙ୍କୁ ବା 256 ଭକ୍ତମାନଙ୍କୁ ଚେତନା ଦେଇଯାଇଛନ୍ତି। 256 ଭକ୍ତ ମନକୁ କରିବାର ନାହିଁ। ସେ ସମୟ ଗଲା ବଳବାନ ପ୍ରଭୁ ଭକ୍ତ ନିଶ୍ଚିନ୍ତ କ'ଣ ହେଇଯିବେ, ଏକତ୍ରିତ ହେବେ। କ୍ଷୀର ନୀର ସମ୍ପର୍କ ତାକୁ କେହି କାଟିପାରିବେ ନାହିଁ। ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଜୟ ଜଗନ୍ନାଥ। ସେ ପ୍ରଭୁ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ କବାର ହରି।